ଏତେ ଥଣ୍ଡାରେ ଆମକୁ ସମସ୍ତଙ୍କୁ ଲାଗୁଛି କେମିତି ଟିକେ ରୋଷେଇ ବି କମ୍ କରିବାକୁ ପଡ଼ିବ ଆଉ ସାଙ୍ଗରେ ବାସନ ବି କମ୍ ହେବ। ତେବେ ଚାଲନ୍ତୁ ଏଇ ରେସିପିଟା ଆପଣଙ୍କୁ ନିଶ୍ଚିନ୍ତ ଭାବରେ ସେଥିରେ ହେଲ୍ପ କରିବ ଆଉ ସେମିତି ଟେଷ୍ଟି ବି ବହୁତ ସାରା। ତ ଏଇଟା ମୁଁ ତିଆରି କରିଛି ମସରୁମ୍ ଟିକ୍କା ରୋଲ୍। ତ ରେସିପିଟାକୁ ଭଲ ଭାବରେ ଏକ୍ସପ୍ଲେନ୍ କରିବାକୁ ଯାଇ ଟିକେ ଲମ୍ବା ହେଇଯାଇଛି, ଧୈର୍ଯ୍ୟ ଧରି ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତ ପ୍ରଥମେ ଏଠି ମୁଁ ବଟନ୍ ମସରୁମ୍କୁ ଭଲ ଭାବରେ ଧୋଇକି ତାପରେ ତାକୁ କାଟି ନେଇଥିଲି। କାଟିବା ପରେ ତାକୁ ଲୁଣ ଗୋଳେଇ ସେଥିରେ ମୁଁ ତାକୁ ଛାଡ଼ି ଦେଇଥିଲି ଅଧଘଣ୍ଟେ ପାଇଁ। ସେଥିରୁ ଦେଖନ୍ତୁ ଏମିତି ଭାବରେ ଆଗ ପାଣି ବାହାରିଯିବ। ଏବେ ଆମେ ସେଥିରେ ମସଲା ସବୁ ଆଡ଼୍ କରିବା। ପ୍ରଥମରେ ଏଇଟା ମୁଁ ଆଡ଼୍ କରିଦେଇଛି ତନ୍ଦୁରୀ ଚିକେନ୍ ମସଲା, ଆଉ ତାପରେ ଆମେ ଏଥିରେ ଆଡ଼୍ କରିଦେବା ଧନିଆ ପାଉଡ଼ର 1 ଟେବୁଲ ସ୍ପୁନ୍ ଆଡ଼୍ କରିଦେଇଛି। ତାପରେ ହଳଦୀ ଅଳ୍ପ ଆଡ଼୍ କରିଦେଇଛି। ହଳଦୀ ପରେ ଏଠି ଦେଖନ୍ତୁ MDHର ଗରମ ମସଲା ଆଡ଼୍ କରିଦେଇଛି ଆଉ ସୋରିଷ ତେଲ ଆଡ଼୍ କରିଦେଇଛି। ଏବେ କାଶ୍ମୀରୀ ଲାଲ ମିର୍ଚ ପାଉଡ଼ର ଆଡ଼୍ କରିଦେବା ଆଉ ଅଦା ରସୁଣ ଆଉ କଞ୍ଚା ଲଙ୍କାର ଆମେ ଗୋଟେ ପେଷ୍ଟ ବନେଇଦେବା। ଆକୁ ଗୋଟେ ଭଲ ଭାବରେ ଥିକ୍ ପେଷ୍ଟ ବନେଇବା, ବେଶୀ ପାଣି ଦେବେନି ତାକୁ। ଆଉ ଶେଷରେ ଟିକେ ଧନିଆ ପତ୍ର ମୁଁ ଏଥିରେ ପକେଇ ଦେଇଛି ଆଉ ତାପରେ ଅଦା ରସୁଣ କଞ୍ଚା ଲଙ୍କାର ପେଷ୍ଟକୁ ମୁଁ ଏଠି ପକେଇ ଦେଇଛି। 2 ଟେବୁଲ ସ୍ପୁନ୍ ପାଖାପାଖି ଦହି ମୁଁ ଆଡ଼୍ କରିଦେଇଛି। ନର୍ମାଲି ଏଥିରେ ହଙ୍କଡ଼ ୟୁଜ୍ କରନ୍ତି, ମାନେ ଯେଉଁ ଦହିଟାରୁ ପାଣି ବାହାର କରିକି ତାକୁ ଗୋଟେ କପଡ଼ାରେ ରଖିକି, କିନ୍ତୁ ମୁଁ ଯେହେତୁ ମସରୁମ୍ରୁ ପ୍ରଥମରୁ ପାଣି ବାହାର କରିଦେଇଛି ତ ହଙ୍କଡ଼ର ମୋତେ ଲାଗିଲା କିଛି ଦରକାର ନାହିଁ ବୋଲି। ତାକୁ ଆମେ ଏବେ ଫ୍ରିଜ୍ରେ 10ରୁ 15 ମିନିଟ୍ ପାଇଁ ଛାଡ଼ିଦେବା। ଯଦି ଟାଇମ୍ ଅଛି ଅଧଘଣ୍ଟେ ପାଇଁ ବି ଆପଣ ଛାଡ଼ି ଦେଇପାରିବେ। ଆଉ ଏଠି ମୁଁ ନେଇଛି ମଇଦା ଆଉ ଅଟାର ପ୍ରପୋର୍ସନ୍ ସେମ୍। ଆପଣ କେବଳ ଅଟାରେ ବି କରିପାରିବେ, କିନ୍ତୁ କେବଳ ଅଟାରେ ଟେଷ୍ଟଟା ଟିକେ ଏତେ ଭଲ ଆସେନି। କେବଳ ମଇଦାରେ ବି ଆପଣମାନେ କରିପାରିବେ। ତାପରେ ମୁଁ ଏଠି 2ରୁ 3 ଟେବୁଲ ସ୍ପୁନ୍ ସେଥିରେ ଆଡ଼୍ କରିଦେଇଛି ତେଲ, ସ୍ୱାଦ ଅନୁସାରେ ଲୁଣ ଆଡ଼୍ କରିଦେଇଛି। ଏବେ ତାକୁ ପ୍ରଥମେ ଆମେ ମିଶାଇ ନେବା ଭଲ ଭାବରେ। ତାପରେ ଆମେ ସେଥିରେ ପାଣି ଦେଇ ତାକୁ ଚକଟି ନେବା, ଯେମିତି ରୁଟି ପାଇଁ ଯେମିତି ଅଟା ଚକଟା ଯାଏ ସେମିତି ଆମେ ଚକଟି ନେବା। ଏବେ ଦେଖନ୍ତୁ ଏଇଟା ରେଡ଼ି ହେଇଗଲା। ଆକୁ ଆମେ ଛାଡ଼ିଦେବା ଅଧଘଣ୍ଟେ ପାଇଁ, କମ୍ ସେ କମ୍ ଅଧଘଣ୍ଟେ ପାଇଁ ଆକୁ ଆମେ ଛାଡ଼ିଦେବା। ତାପରେ ଏମିତି ଗୋଟେ ପରେ ଗୋଟେ ପ୍ରୋସେସ୍ରେ ଟାଇମ୍ ଲାଗିଥାଏ। ତ ଏଟାକୁ ଛାଡ଼ିଦେବା ଭିତରେ ଆମେ ଏବେ ଆମର ଷ୍ଟଫିଂର ପ୍ରିପାରେସନ୍ଟା କରିନେବା। ଯେଉଁଟା ମୁଁ ଫ୍ରିଜ୍ରେ ରଖିଥିଲି ମସରୁମ୍ଟାକୁ ତାକୁ ଏବେ କାଢ଼ି ନେଇଛି। ତାପରେ ତାକୁ ମୁଁ ଦେଇଛି। ଆଉ ଦେଖନ୍ତୁ ଏଥିରୁ ପାଣି ଏତେ ବି ବାହାରେନି, କିନ୍ତୁ ହଁ ହାଲକା ଟିକେ ଟିକେ ପାଣି ଅଛି, ଯାହାକୁ ଆମେ ଡ୍ରାଏ କରିନେବା। ଏବେ ଦେଖନ୍ତୁ ଏଇଟା କୁକ୍ ହେଇଗଲାଣି, ତେଲ ବହୁତ ଭଲ ଭାବରେ ଉପରକୁ ଉଠି ଆସିଲାଣି। ଏବେ ଆମେ ଏଥିରେ କିଛି ଏମିତି ଭାବେ ଲମ୍ବା ଲମ୍ବା କାଟି କ୍ୟାପ୍ସିକମ୍, ପିଆଜ ଆଉ ଟମାଟୋକୁ ଆଡ଼୍ କରିଦେବା। ଟମାଟୋର ମଝି ବାଲା ପାର୍ଟ କାଢ଼ି ଦେଇକି ଆମେ ତାର କେବଳ ସାଇଡ଼୍ ଗୁଡ଼ା ମାନେ ବାହାର ଅଂଶଟାକୁ ଆଡ଼୍ କରିନେବା। ଆଉ ଆପଣମାନେ ଚାହିଁଲେ ଏଥିରେ ଲେମ୍ବୁ ରସ ଦେଇପାରିବେ, କିନ୍ତୁ ମୋତେ ରିକ୍ୱାରମେଣ୍ଟ ଲାଗିଲାନି ତ ମୁଁ ଲେମ୍ବୁ ରସ ଆଡ଼୍ କରିନି ଏଥିରେ। ଆମେ ଚଟଣିରେ ଯଦି ଦରକାର ହେବ ଅଳ୍ପ ଟିକେ ଲେମ୍ବୁ ରସ ଦେବା, ଅଦରୱାଇଜ୍ ସେମିତି ବି ବନିଯିବ, କିଛି ଅସୁବିଧା ନାହିଁ। ଆକୁ ଆମେ ଆଉ 5ରୁ 7 ମିନିଟ୍ ଏମିତି ଭାବରେ ଗୋଳେଇ ଡ୍ରାଏ କରିନେବା, ପୁରା ଯେମିତି ପାଣି ରହିବନି। ଦେଖନ୍ତୁ ଏବେ ଏଇଟା ଆମର ରେଡ଼ି ହେଇଗଲାଣି ଷ୍ଟଫିଂ ପାଇଁ। ଏବେ ଏଥିରୁ ଅଟା ଗୋଳା ନେଇକି 2ଟା ରୁଟିରେ ଯେତିକି ଅଟା ଗୋଳା ଦରକାର ରୁଟି କରିବା ପାଇଁ ସେତିକି ଅଟା ଗୋଳାକୁ ଆମେ ନେବା। ଆଉ ତାକୁ ଏମିତି ଭାବରେ ପ୍ରଥମେ ଏମିତି ରୁଟି ଟାଇପ୍ର ବେଲି ନେବା। ଆଉ ତାପରେ ମୁଁ ଯେମିତି ଭାବରେ ପ୍ରୋସେସ୍ କହୁଛି ସେମିତି ଭାବରେ ଆପଣମାନେ କରିବେ। ତାପରେ ହାଲକା ଟିକେ ରିଫାଇଣ୍ଡ ଅଏଲ୍ ଏଠି ଆମେମାନେ ଦେଇଦେବା। ଅଧା ଟେବୁଲ ସ୍ପୁନ୍ ପାଖାପାଖି ରିଫାଇଣ୍ଡ ଅଏଲ୍ ଦେଲା ପରେ ଏଠି ମୁଁ ମଇଦା ହେଉ ବା ଅଟା ହେଉ କିଛି ବି ଆପଣମାନେ ଏମିତି ଭାବରେ ତା ଉପରେ ଛିଞ୍ଚି ନେବେ। ଏମିତି କଲେ ରୋଲ୍ର ଲେୟାରିଂଟା ବହୁତ ଭଲ ଆସିଥାଏ। ଆଉ ଆପଣମାନେ ଯଦି କେବଳ ମଇଦାରେ କରିବେ ଆହୁରି ଭଲ ବନିବ। ତାପରେ ଏମିତି ଭାବରେ ତାକୁ ଫୋଲ୍ଡ କରିଦେବେ ଅଲ୍ଟରନେଟ୍ କରିକି। ମୁଁ ତ ରୋଲ୍ ବନେଇଲା ବେଳେ ଏମିତି ହିଁ କରେ। ଏଥିରେ ବହୁତ ଭଲ ଲେୟାର ଆସିଥାଏ, ଯେଉଁଟାକି ରୋଲ୍ର ଟେଷ୍ଟକୁ ବହୁତ ଦୁଗୁଣା କରିଥାଏ। ଯେମିତି ଆମେ ଷ୍ଟ୍ରିଟ୍ରେ ଖାଇଥାଉ ସେମିତି ପ୍ରକାର ଆସିଥାଏ। ପୁରା ଷ୍ଟ୍ରିଟ୍ ଷ୍ଟାଇଲ୍ର ବନେଇବାକୁ ଯଦି ଆପଣମାନେ ଚାହୁଁଛନ୍ତି ତେବେ କେବଳ ମଇଦା ୟୁଜ୍ କରନ୍ତୁ। କେବଳ ମଇଦା ୟୁଜ୍ କଲେ ତାର ଟେଷ୍ଟ ବହୁତ ଭଲ ଆସିଥାଏ। ଆଉ ଦେଖନ୍ତୁ ଏଇଟା ଆପଣମାନେ ଯେମିତି ଦେଖୁଛନ୍ତି ସେମିତି ଷ୍ଟାଇଲ୍ରେ ହିଁ ତାକୁ ଫୋଲ୍ଡ କରିକି ପୁଣି ଥରେ ବେଲି ନେବେ। ଏବେ ଆମେ ମିଡ଼ିୟମ୍ ଫ୍ଲେମ୍ରେ ତାକୁ ସେକି ନେବା। ମିଡ଼ିୟମ୍ ଫ୍ଲେମ୍ରେ ସେକିଲେ ସେଇଟା ଭଲ ଭାବରେ ଭିତରୁ
କୁକ୍ ହେବ। ହାଲକା ଯେମିତି କୁକ୍ ହେବ ଏମିତି ହ୍ୱାଇଟ୍ ହ୍ୱାଇଟ୍ ପ୍ୟାଚ୍ ତାପରେ ଆସିବ ଭାରି ଧଳା ଧଳା। ତାପରେ ଆମେ ହାଲକା ହାଲକା ସେଥିରେ ଅଏଲ୍ ଦେଇଦେବା। ଯେତେ ଅଧିକା ଅଏଲ୍ ଦେବେ ସେତେ ଟେଷ୍ଟ ଅଧିକା ଆସିବ। ଯଦି ଆପଣମାନେ ଟିକେ ହେଲ୍ଦି ବନେଇବାକୁ ଚାହୁଁଛନ୍ତି ତାହେଲେ ଟିକେ କମ୍ ଅଏଲ୍ ଦିଅନ୍ତୁ। ଆଉ ଷ୍ଟ୍ରିଟ୍ରେ ସେମାନେ ଯେଉଁ ଜିନିଷଟା ବନାନ୍ତି ଆମେ ଯେଉଁଟା ଖାଏ ଏତେ ଭଲ ଲାଗେ, କାହିଁକିନା ସେଥିରେ ଫ୍ୟାଟ୍ ଅଂଶ ଅଧିକା ରହେ। ସେମାନେ ତେଲ ହେଉ ବା ଯାହା ବି ହେଉ ତେଲ ଟାଇପ୍ର ସେସବୁ ଜିନିଷ ୟୁଜ୍ କରନ୍ତି, ତେଣୁ ତା'ର ଟେଷ୍ଟ ବହୁତ ଭଲ ଆସିଥାଏ। ଆପଣ ଯଦି ଆଖି ବନ୍ଦ କରିକି ତେଲ ୟୁଜ୍ କରିବେ ତାହେଲେ ଘରେ ବନେଇଲେ ବି ଟେଷ୍ଟ ସେମିତି ହିଁ ଆସିବ, ବହୁତ ଭଲ ଆସିବ। ଆଉ ଏମିତି ଭାବରେ ତାକୁ ଆମେ ଏପଟ ସେପଟ କରିକି ଓଲଟେଇକି ତାକୁ ଆମେ ବନେଇଦେବା। ଯେମିତି ହାଲକା ହାଲକା ବ୍ରାଉନ୍ କଲର୍ ତାପରେ ଆସିଲା ପରେ ଆମେ ତାକୁ ତାୱାରୁ କାଢ଼ି ରଖିଦେବା। ଆଉ ଗୋଟେ ପରେ ଗୋଟେ ଆମେ ଏମିତି ଭାବରେ ରୋଲ୍କୁ ପ୍ରଥମେ ହାଲକା ଅଳ୍ପ ଟିକେ କୁକ୍ କରିବା। ଫାଇନାଲି ଯେତେବେଳେ ତାକୁ ଆମେ ବନେଇବା ସେତେବେଳେ ତାକୁ ଡବଲ୍ କୁକ୍ ପୁଣି ଥରେ କରିପାରିବେ, କିନ୍ତୁ ମୁଁ ଏକାଥରେ ବନେଇ ଦେଉଛି କାହିଁକିନା ମୋର ବେଶୀ ବନେଇବାର ତ ନାହିଁ, 3-4ଟା ମାତ୍ର ବନେଇବାର ଅଛି, ତ ସେଇ ହିସାବରେ ମୁଁ ଏକାଥରେ କୁକ୍ କରିଦେଇଛି। ଆଉ ଏବେ ଦେଖନ୍ତୁ ଷ୍ଟଫିଂ ପାଇଁ ଯେଉଁ ଷ୍ଟଫିଂଟା ଥିଲା ତାକୁ ଆମେ ଦେଇଦେବା। ତାପରେ ହାଲକା ଟିକେ କଞ୍ଚା ପିଆଜ ଆମେ ସେଥିରେ ଏମିତି ଭାବରେ ଲମ୍ବା ଲମ୍ବା କାଟି ଦେଇଦେବା। ଏଇଟା ଗୋଟେ ଗ୍ରୀନ୍ ଚଟନି ମୁଁ ଘରେ ତିଆରି କରିଛି, ତା ରେସିପିଟା ଏବେ ସାଙ୍ଗେ ସାଙ୍ଗେ ମୁଁ ଆପଣଙ୍କୁ କହୁଛି କ'ଣ କ'ଣ ପଡ଼ିଛି ସେଥିରେ। ତାପରେ ଶେଷରେ ଟମାଟୋ ସସ୍ ଟିକେ ଦେଇଦେଇଛି, ଆଉ ସେଜୱାନ୍ ଚଟନି ଟିକେ ଦେଇଦେଇଛି। ଟମାଟୋ ସସ୍ଟା ଟୋଟାଲି ଅପସନାଲ୍। ଯଦି ଛୋଟ ପିଲାଙ୍କ ପାଇଁ ଆପଣମାନେ ବନାଉଛନ୍ତି ଟିକେ ଖଟା ମିଠା ଫ୍ଲେଭର ଦେବା ପାଇଁ ଦେଇପାରିବେ, ନହେଲେ ମିଠା ଫ୍ଲେଭର ଯଦି ପସନ୍ଦ ନୁହଁ ତାକୁ ଆପଣମାନେ ଆଭଏଡ଼ କରିପାରିବେ। ଆଉ ଆମର ସେ ଗ୍ରୀନ୍ ଚଟନିଟାରେ ପଡ଼ିଛି ଧନିଆ ପତ୍ର, ପୁଦିନା ପତ୍ର, ଦହି, ତା ସାଙ୍ଗରେ ଭଜା ଜିରା ଗୁଣ୍ଡ, ଚାଟ୍ ମସଲା, କଞ୍ଚା ଲଙ୍କା, ଅଳ୍ପ ଟିକେ ରସୁଣ ଆଉ ଅଳ୍ପ ଟିକେ ଅଦା, ଏତିକି ଜିନିଷ ସେଥିରେ ପଡ଼ିଛି। ଆପଣମାନେ ୟାକୁ ଘରେ ବନେଇ ପାରିବେ। ଯଦି ଚଟନିରେ ଖଟା ଅଂଶ କମ୍ ଲାଗୁଛି ତାହେଲେ ଟିକେ ଆମଚୁର ପାଉଡର ନହେଲେ ଟିକେ ଲେମ୍ବୁ ରସ ଆଡ୍ କରିଦେବେ। ଆଉ ଏ ଗ୍ରୀନ୍ ଚଟନିଟା ହେଉଛି ଏ ରେସିପିରେ ସେଲ୍ଫ ସଫିସିଏଣ୍ଟ, କେବଳ ଗୋଟେ ଚଟନି ଦେଇକି ବି ଆପଣମାନେ ରେସିପିଟା ବନେଇ ପାରିବେ।